ଭାରତ ଆମ ଜନ୍ମଭୂମି ସ୍ୱର୍ଗ ଠାରୁ ବଡ଼, ତାହାରି ଟେକ ରଖିବା ଆମେ ଆସୁ ବିପଦ ଝଡ଼। ପିଲାମାନେ, ଭାରତ ହେଉଛି ଆମର ଜନ୍ମଭୂମି, ଆମର ପ୍ରିୟ ଦେଶ ଭାରତ। ଆଜି ଆମେ ତାର ଇତିହାସ ବିଷୟରେ ଆଲୋଚନା କରିବା। ଆଜି ତାର ଆଲୋଚନାର ବିଷୟବସ୍ତୁ ରହିଛି ଭାରତର ସାହିତ୍ୟ, ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଷୟରେ। ପିଲାମାନେ, ତୁମ ସମ୍ମୁଖରେ ଗୋଟିଏ ଫଟୋଚିତ୍ର ରହିଛି। ତାହା ହେଉଛି ଭାରତୀୟ ସଂସ୍କୃତିର ଏକ ଫଟୋଚିତ୍ର, ବିଭିନ୍ନ ପ୍ରକାର ସାହିତ୍ୟର ଏକ ଫଟୋଚିତ୍ର। ଆମେ ପ୍ରଥମେ ଆଲୋଚନା କରିବା ଭାରତର ସାହିତ୍ୟ ବିଷୟରେ। ବହୁ ପୁରାତନ କାଳରୁ ଯଦି ଆମେ ଇତିହାସକୁ ଲକ୍ଷ୍ୟ କରିବା, ଏହି ଭାରତର ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ ଓ ଜନପ୍ରିୟ ହୋଇପାରିଛି ଏବଂ ଏହା ଏକ ମୂଲ୍ୟବାନ ଐତିହ୍ୟ ସୃଷ୍ଟି କରିଛି, ଯାହାକି ଆଗାମୀ ପିଢ଼ି ପାଇଁ, ପରବର୍ତ୍ତୀ ପିଢ଼ି ପାଇଁ ଏହା ଏକ ପ୍ରେରଣାର ଉତ୍ସ। ଅତି ପ୍ରାଚୀନ ପାଲି ଭାଷା ତଥା ସଂସ୍କୃତ, ଉର୍ଦ୍ଦୁ, ପାରସୀ, ହିନ୍ଦୀ, ଇଂରାଜୀ ଏବଂ ସମସ୍ତ ଆଞ୍ଚଳିକ ଭାଷାରେ ଭାରତୀୟ ସାହିତ୍ୟ ରଚିତ ହୋଇଛି। ଆମେ ଭାରତର ସାହିତ୍ୟକୁ ଆଲୋଚନା କରିବାକୁ ହେଲେ ଏହାକୁ ଆମେ ଦୁଇ ପର୍ଯ୍ୟାୟରେ ପ୍ରଥମେ ବିଭକ୍ତ କରିବା। ପ୍ରଥମ ପର୍ଯ୍ୟାୟରେ ଆମେ ରଖିବା ଧର୍ମ ସାହିତ୍ୟ, ଦ୍ୱିତୀୟ ପର୍ଯ୍ୟାୟରେ ନିରପେକ୍ଷ ସାହିତ୍ୟ। ଚାଲ କ୍ରମାନ୍ୱୟରେ ଭାରତର ସାହିତ୍ୟ ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ଆଲୋଚନା କରିବା ଧର୍ମ ସାହିତ୍ୟ। ଧର୍ମ ସାହିତ୍ୟକୁ ଆମେ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରିବା: ହିନ୍ଦୁ ସାହିତ୍ୟ, ଜୈନ ସାହିତ୍ୟ ଏବଂ ବୌଦ୍ଧ ସାହିତ୍ୟରେ। ଚାଲ ଆମେ କ୍ରମାନ୍ୱୟରେ ଆଲୋଚନା କରିବା। ଧର୍ମ ସାହିତ୍ୟରେ ପ୍ରଥମ ବିଭାଗରେ ଆସିବ ହିନ୍ଦୁ ସାହିତ୍ୟ। ହିନ୍ଦୁ ସାହିତ୍ୟ କହିଲେ ତୁମେ ନିଶ୍ଚିନ୍ତ ଭାବରେ ଅନୁମାନ କରିବ ରାମାୟଣ, ମହାଭାରତ, ଉପନିଷେଦ, ବେଦ ଏସବୁ ହିନ୍ଦୁ ସାହିତ୍ୟର ଅନ୍ତର୍ଗତ। ପିଲାମାନେ, ଭାରତର ସର୍ବପ୍ରଥମ ସାହିତ୍ୟ ଭାବରେ ବେଦକୁ ଗ୍ରହଣ କରାଯାଇଥାଏ। ଆମ ଭାରତର ସର୍ବପ୍ରଥମ ସାହିତ୍ୟ ହେଉଛି ବେଦ। ଖ୍ରୀଷ୍ଟପୂର୍ବ 2000 ମସିହାରେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର 2000 ବର୍ଷ ପୂର୍ବରୁ, ଅର୍ଥାତ୍ ଆଜିକୁ 4000 ବର୍ଷ ପୂର୍ବରୁ ପ୍ରଥମେ ରଚନା କରାଯାଇଥିଲା ଋଗ୍ବେଦ। ପରବର୍ତ୍ତୀ ସମୟରେ ସାମବେଦ, ଯଜୁର୍ବେଦ, ଅଥର୍ବବେଦ ରଚନା କରାଗଲା। ସେହି ସମୟରେ ସଂହିତା, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ ଇତ୍ୟାଦି ସବୁ ଆମ ଭାରତବର୍ଷରେ ରଚନା କରାଯାଇଥିଲା। ରାମାୟଣ, ମହାଭାରତ, ପୁରାଣ ଓ ଶ୍ରୀମଦ୍ ଭଗବତ ଗୀତା ମଧ୍ୟ ଭାରତର ପ୍ରାଚୀନ ସାହିତ୍ୟ। ତୁମେ ଏକ ଫଟୋଚିତ୍ର ଦେଖୁଛ, ଚାରିଗୋଟି ବେଦ, ଋକ୍, ସାମ, ଯଜୁର ଆଉ ଅଥର୍ବବେଦର, ଏହି ଚାରିଗୋଟି ବେଦର ଫଟୋଚିତ୍ର। ତା ତଳେ ତୁମେ ଦେଖୁଛ ଉପନିଷଦର ଫଟୋଚିତ୍ର। ଏପଟେ ବାମ ପାର୍ଶ୍ୱରେ ରାମାୟଣ ଏବଂ ମହାଭାରତର ଫଟୋଚିତ୍ର, ଯାହାକି ହିନ୍ଦୁ ସାହିତ୍ୟକୁ ଋଦ୍ଧିମନ୍ତ କରିଛି, ଯାହା ଆମ ଭାରତର ସଂସ୍କୃତିର ଏକ ଗର୍ବ ଓ ଗୌରବ। ହିନ୍ଦୁ ସାହିତ୍ୟ ପରି ଜୈନ ସାହିତ୍ୟ ବିଷୟରେ ଏବେ ଟିକେ ଆମେ ଆଲୋଚନା କରିବା। ଜୈନ ସାହିତ୍ୟ ଏ ମଧ୍ୟରେ ଅଙ୍ଗ, ଉପାଙ୍ଗ, ମୂଳ ଓ ସୂତ୍ର ହେଉଛି ଅନ୍ୟତମ। ଜୈନ ସନ୍ନ୍ୟାସୀ ଭଦ୍ରବାହୁ ସେ ରଚନା କରିଥିଲେ କଳ୍ପସୂତ୍ର ବିଶିଷ୍ଟ ଏକ ଜୈନ ସାହିତ୍ୟ। ଯେପରି ହିନ୍ଦୁ ସାହିତ୍ୟ ରାମାୟଣ, ମହାଭାରତ, ବେଦ, ବେଦାଙ୍ଗ ଯେପରି ରହିଛି, ଭଦ୍ରବାହୁ ରଚନା କରିଥିଲେ କଳ୍ପସୂତ୍ର, ଏକ ଜୈନ ସାହିତ୍ୟ। ତୁମେ ଦେଖିପାରୁଛ ଜୈନ ସାହିତ୍ୟର ଏକ ଫଟୋଚିତ୍ର। ଠିକ୍ ସେହିଭଳି ବୌଦ୍ଧ ଧର୍ମ ଗ୍ରନ୍ଥମାନ ଆମ ଭାରତରେ ଦେଖିବାକୁ ମିଳିଥାଏ। ସେହି ବୌଦ୍ଧ ଧର୍ମ ସାହିତ୍ୟର ସର୍ବଶ୍ରେଷ୍ଠ ରଚନା ହେଉଛି ତ୍ରିପିଟକ, ଯାହାକି ତ୍ରିପିଟକ କହିଲେ ତିନୋଟି ପିଟକ: ସୂତ୍ର ପିଟକ, ବିନୟ ପିଟକ ଆଉ ଅଭିଧର୍ମ ପିଟକ। ଏହା ବ୍ୟତୀତ ଗୌତମ ବୁଦ୍ଧଙ୍କର ଜୀବନ ବୃତ୍ତାନ୍ତ ବର୍ଣ୍ଣନା ହୋଇଥିବା ବିଭିନ୍ନ ବୌଦ୍ଧ ଜାତକ ଗଳ୍ପ, କନିଷ୍କଙ୍କ ସମୟରେ ଅଶୋକ ଘୋଷଙ୍କ ଦ୍ୱାରା ଯେଉଁ ବୁଦ୍ଧ ଚରିତ୍ର ରଚନା କରାଯାଇଥିଲା, ତାହା ହେଉଛି ବୌଦ୍ଧ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ। ତୁମେ ଦେଖୁଛ ଫଟୋଚିତ୍ର ବୁଦ୍ଧିଷ୍ଟ ଲିଟରେଚର ଆଣ୍ଡ ଆର୍ଟ, ବୌଦ୍ଧ ସାହିତ୍ୟର ଗୋଟିଏ ଫଟୋଚିତ୍ର, ଯାହାକି ତିନିଗୋଟି ପିଟକ: ସୂତ୍ର ପିଟକ, ବିନୟ ପିଟକ, ଅଭିଧର୍ମ ପିଟକ। ଆମର ବିଭିନ୍ନ ବୌଦ୍ଧ ଦାର୍ଶନିକଙ୍କ ଦ୍ୱାରା
विभिन्न बौद्ध साहित्य सबू रचना कराଯାଇଥିଲା। आमर प्रज्ञा पारमिता सूत्र होउची मध्य बौद्ध साहित्यर एक अमूल्य ग्रंथ एवं वसुमित्र महाविभाष शास्त्र रचना करथिले जहाँकि बौद्ध साहित्यर अन्य एक प्रसिद्ध ग्रंथर उदाहरण। ठीक से भली धर्मीय साहित्य परी निरपेक्ष साहित्य मध्य आम भारत में देखा जाइए जहाँकि आम आलोचना करिबा। प्रथम आलोचना करिबा प्राचीन युगर साहित्य, द्वितीय पर्यायर आलोचना करिबा इस्लामीय युगर साहित्य। चलो पिला माने आम प्रथम आलोचना करिबा प्राचीन युगर साहित्य को। ख्रीष्टपूर्व 5म शताब्दी रे पाणिनि रचना करथिले गोटे व्याकरण, ता ना थिला अष्टाध्यायी। तुमे देखुछ पाणिनिंकर गोटे फटचित्र एवं अष्टाध्यायी व्याकरण। व्याकरण गोटे आमर साहित्य काशरे एक पुस्तक प्रथम थर पाई पाणिनि स्वतंत्र भाव में व्याकरणर नीति नियम को रचना कले अष्टाध्यायी। पाणिनिंग परी मौर्य युगरे कौटिल्य बा चाणक्य द्वारा अर्थशास्त्र रचना कराइतिला। यह भारतीय साहित्यर एक अमूल्य संपद। ठीक से भली मालकाग्निमित्रम, विक्रमवंश्यम, रघुवंशम, ऋतुसंहारम, मेघदूतम इत्यादि काव्य जहाँकि महाकवि कालिदासंग द्वारा रचित, यह आम भारतीय साहित्य को रुद्धिमंत करिछि। तुमे माने देखि पारुछ कालिदासंकर मेघदूत, ऋतुसंहारम, रघुवंशम ये सबू काव्यर फटचित्र। से समय नाट्यकृति मान सब रचना करा। नाटक शूद्रक रचना करथिले मृच्छकटिकम, विशाखादत्त रचना करथिले मुद्रा राक्षसम एवं देवी चंद्रगुप्तम। यही भारतीय साहित्य को यही नाटक गुड़िकर विशेष अवदान रही। तुमे मालकाग्निमित्रम, रघुवंशम, मुद्रा राक्षस, कल्लहणंकर राजतरंगिणी, महाभाष्य, कौटिल्यंकर अर्थशास्त्र गोटे फटचित्र भी देखुछ पिला माने, जहाँकि भारतीय साहित्यर एक अमूल्य ग्रंथ। एसबू से समय दंडींकर रचित गोटे कविता ताथिला काव्यादर्श एवं तांकर रोमांचकर गल्प थिला 10 कुमार चरितम। भारवींकर कविता थिला किरातर्जुनियम। अमर सिंह अमरकोश माध्यम तांकर गोटे अभिधान थिला अमरकोश। एवं तुमे भल भाव जानिछ पंचतंत्र, जहाँकि विष्णु शर्मा द्वारा रचित पशुपक्षींकर कहानी माध्यम आम भारतीय जनमानस एक स्वतंत्र स्थान हासिल करिपारिथिले पंडित विष्णु शर्मा निजर पंचतंत्र माध्यम। से समय हर्षवर्धन समय को जदि आम जीवा काश्मीर इतिहास जानिबा को हेले आमको राजतरंगिणी नामक गोटे ऐतिहासिक साहित्यर साहाय्य नेबाकू पड़िबो। एई राजतरंगिणी को लिखिथिले कल्हण। एई राजतरंगिणी माध्यम आमे काश्मीर इतिहास को आमे जानि पारुछे। तुम सम्मुखरे कल्हणंकर राजतरंगिणी एक फटचित्र रही। तुमे ताकू भल भाव अनुध्यान कर। एई राजतरंगिणी माध्यम आमे काश्मीर इतिहास को भल भाव जानि पारुछे। से समय बाणभट्ट हसचरितम कादम्बरी रचना करथिले एवं ओडिशार जड़े कवि थिले जे कि गीत गोविंदम रचना करथिले। तुमे जानिछ तांको, से होउछंती जयदेव, ओडिशार कवि जयदेव। तांकर गोटी फटचित्र देख। ए गीत गोविंद काव्य सी एक स्वतंत्र छाप छाड़ी जाइथिले। पिला माने द्वितीय चंद्रगुप्त विक्रमादित्य राजदरबार रे थिले 9 जन विज्ञ पंडित ज्ञानी गुणी। तांको नवरत्न कहा जाउथिला। से नवरत्न किए? कालिदास, बराहमिहिर, बररुचि, बेताल भट्ट, घटकर्पर, धनंतरी, क्षेपणंक, अमरसिंह ओ शंकु। तुम सम्मुखरे से नवरत्नंकर फटचित्रटी अछि। तुमे ताको भल भाव देख। यही नवरत्न विभिन्न शास्त्रमान सब रचना करी आमर ओडिया साहित्य आमर भारतर साहित्य को रुद्धिमंत करथिले। ठीक से भली इस्लामीय युगर साहित्य
चल टिके आलोचना करिबा किपरि सेमाने आम संस्कृति को रिधिमंत करथिले। मोगल शासन समय रे आबुल फाजल द्वारा आईनी अकबरी आउ अकबर नाम रचना कराइथिला। आईनी अकबरी आउ अकबर नाम को रचना करथिले आबुल फाजल। ठीक से भाई निजामुद्दीन अहमदଙ୍କର तबाकत इ अकबरी बाबर और अकबर जो बाबर और जहांगीर आत्मस्मृति रचना भारतीय साहित्य को विशिष्ट अवदान कहले अत्युक्ति हेब नहीं। किंतु मोगल शासन पूर्वर दिल्ली जो सुल्तानिया शासन थिला से समय विशिष्ट कवि और गाल्पिक थिले अमीर खुसरो। तांको द्वारा रचना होता खांजे उल कुतुज तारिकी अलाई जियाउद्दीन बरानींकर तारिकी फिरोज शाही मिनहाजुज सिराजंकर तबाकती नासिर ये सब हूँ भारतीय साहित्यर गुरुत्वपूर्ण अंग। पिला माने आमे भारतर साहित्य विषय तो आलोचना कले एबे यार परवर्ती आलोचनार विषय विज्ञान और वैषयिक विद्या को चल टिके आलोचना करिबा। यहाँ को आमे 7 गोटी पर्यायर प्रथम विभक्त करिबा। प्रथम पर्यायर गणित, यार परवर्ती भाग में ज्योतिर्विज्ञान, चिकित्सा विज्ञान, पदार्थ विज्ञान, रसायन विज्ञान, धातु विज्ञान एवं परिशेष आलोचना करिबा वैषयिक विद्या विषय। चलो क्रमान्वय ये सब आलोचना करिबा। पिला माने तुमे जेतेबेले अनुध्यान करिब शूल्य सूत्र को लक्ष्य करिब से शूल्य सूत्र तुमे जानिबा जे भारतीय मानकु बहु पुरातन समय ज्यामिति ज्ञानर प्रचलन थिला। सेमाने ज्यामिति ज्ञान जानिथिले यह शूल्य सूत्र आमको दर्शाउछि। जदि आमे वैदिक युग को फेरी जिबा वैदिक जुगरे बड़ बड़ संख्या 10 गुणितक भाव में प्रकाश करा जाउतिला एवं समय को क्षुद्रतम एकक विभाजित करा जाउतिला। सेतेबेले वैदिक जुगरे वर्गक्षेत्र, आयतक्षेत्र अंकन एवं सेगुड़िकर परस्पर जो विपरीत कोण को संलग्न करथिबा सरल रेखार उक्त क्षेत्र बाहुमान सहित संपर्क, त्रिभुज अंकन इत्यादि विषय वैदिक जुगर लोकमानंकर धारणा थिला बोली आमको इतिहास जणाई थाए। जदि आमे आर्यभट्टियम पुस्तक को लक्ष्य करिबा एई आर्यभट्टियम पुस्तक आर्यभट्टଙ୍କ द्वारा लिखित एई आर्यभट्टियम पुस्तक को देखिले वर्गमूल आउ घनमूल, समकोणी त्रिभुजर सूक्ष्म कोणर विपरीत बाहु और कर्णर अनुपात इत्यादि विषय आर्यभट्ट तांकर आर्यभट्टियम पुस्तक वर्णना करिसेंती। अर्थात आमे माने एबे जो पढ़ुचे वर्गमूल, घनमूल, समकोणी त्रिभुज विषय यह बहु पूर्वर आर्यभट्ट को जଣା थिला, जेथिपाई कि निज पुस्तक आर्यभट्टियम उल्लेख से करिसेंती। पिला माने आर्यभट्ट शून्यर व्यवहार संपर्क में 0, ब्रह्मगुप्त शून्यर कार्यकारिता नियम उपर अत्यधिक स्पष्ट भाव में बुझाई। आमर गणित विद्या को पृथ्वीर गणित विद्या को भारतर 2टी अनन्य अवदान हेउछि दशमिक संख्यांकन और भिन्न भिन्न स्थान रे प्रथम जो 9टी संख्यार मूल्य रे पार्थक्य को आमर विश्व को आमर भारतीय माने प्रदान करिसेंती। ठीक से भाई ज्योतिर्विज्ञान विषय आमे आलोचना करिबा। पिला माने चलो ज्योतिष वेदांग गोटी अच्छी ए ज्योतिष वेदांग रे लब्ध से कौन करिसेंती 27टी नक्षत्र, नूतन चंद्र आ पूर्णाचंद्रर स्थान विषय वर्णना करिसेंती। तुमे जदि ज्योतिष वेदांग को लक्ष्य करिब ताहाले से ज्योतिष वेदांग रे लब्ध 27टी नक्षत्र विषय वर्णना करिसेंती। जदि तुमे गुप्त युग को जीव आर्यभट्ट तांकर पुस्तक सूर्य सिद्धांत, आर्यभट्टଙ୍କର गोटे पुस्तक अच्छी सूर्य सिद्धांत। पृथ्वीर आकार गोल, यह निज अक्ष चारिपटे घूर्णन करे बोली कहते। वर्तमान भूगोलविद माने कहते पृथ्वी कमला लेंबू परी गोल, यह निजर अक्ष चारिपटे घूर्णन करे। किंतु यही ज्ञान यही सिद्धांत को आर्यभट्ट गुप्त जुगरे आर्यभट्ट निज पुस्तक रे उल्लेख करथिले, जहाँ आम पाई एक गर्व गौरवर विषय। अर्थात यही विषय ज्ञान पूर्वर भारतीय मानक जଣା थिला। केवल सेतिक नुहे, पृथ्वी निज अक्ष चारिपटे बुलिया सहित सूर्य चारिपटे घूर्णन करे बोली आर्यभट्टियम रे उल्लेख रही। समस्या जानिछे
ପୂର୍ବରୁ ଯେତେବେଳେ ଆମେ ଦେଖିବା ଇତିହାସକୁ ଲକ୍ଷ୍ୟ କରିବା, ଆମର ବିଦେଶୀ ମାନେ ସେମାନେ କହୁଥିଲେ ଯେ ପୃଥିବୀ ସ୍ଥିର, ସମଗ୍ର ଗ୍ରହ ନକ୍ଷତ୍ର ତା ଚାରିପଟେ ଘୁରୁଛି। କିନ୍ତୁ ଆର୍ଯ୍ୟଭଟ୍ଟିୟମକୁ ଯଦି ଆମେ ଲକ୍ଷ୍ୟ କରିବା, ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି। ଅର୍ଥାତ୍ ଏହି ଜ୍ଞାନ ପୂର୍ବରୁ ଭାରତୀୟମାନଙ୍କୁ ଜଣାଥିଲା। ପିଲାମାନେ, ବରାହ ମିହିରଙ୍କ ବିଷୟରେ ତୁମେ ଜାଣିଛ। ଏହି ବରାହ ମିହିର ତାଙ୍କର ଗୋଟିଏ ପୁସ୍ତକ ଅଛି ବୃହତ୍ ସଂହିତା। ଏହି ବୃହତ୍ ସଂହିତାରେ ସୂର୍ଯ୍ୟପରାଗ ଆଉ ଚନ୍ଦ୍ରଗ୍ରହଣର ବୈଜ୍ଞାନିକ କାରଣ ଦର୍ଶାଇଛନ୍ତି। କେଉଁ କାରଣ ପାଇଁ ସୂର୍ଯ୍ୟପରାଗ ହେଉଛି, କେଉଁ କାରଣ ପାଇଁ ଚନ୍ଦ୍ରଗ୍ରହଣ ହେଉଛି, ତାହା ଆମେ ବୃହତ୍ ସଂହିତାରୁ ଜାଣିପାରିବା। ପିଲାମାନେ, ତୁମକୁ ଗୋଟିଏ ଛୋଟିଆ ପ୍ରଶ୍ନଟିଏ ପଚାରିବି। ପୃଥିବୀ ନିଜ ଆଡ଼କୁ ଆକର୍ଷଣ କରିଥାଏ। ଯେତେବେଳେ ଗୋଟିଏ ଗଛରୁ ଫଳଟିଏ ପଡ଼ୁଛି, ଫୁଲଟିଏ ତାହା ଉପରକୁ ନ ଯାଇ ତଳକୁ ଆସୁଛି। ଯଦି ତୁମେ କେବେ ଶୂନ୍ୟକୁ ଟେକାଟିଏ ଫୋପାଡ଼ିବ, ତାହା ଉପରକୁ ନ ଯାଇ କିଛି ସମୟ ପରେ ତଳକୁ ଫେରି ଆସୁଛି। ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ସମ୍ଭବ। ଏହି ମାଧ୍ୟାକର୍ଷଣ ଶକ୍ତିର ଆବିଷ୍କାର ଜନକ ଭାବେ ଆମେ ନ୍ୟୁଟନଙ୍କୁ ଧରିଥାଉ। କିନ୍ତୁ ନ୍ୟୁଟନଙ୍କର ବହୁତ ପୂର୍ବରୁ ବ୍ରହ୍ମଗୁପ୍ତ ଏହି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବିଷୟରେ ସୂଚନା ଦେଇଥିଲେ। ତେଣୁ ଆମେମାନେ ଜାଣିବା ଦରକାର, ନ୍ୟୁଟନଙ୍କର ମାଧ୍ୟାକର୍ଷଣ ଶକ୍ତିର ଆବିଷ୍କାର ପୂର୍ବରୁ ଆମର ଭାରତୀୟ ବ୍ରହ୍ମଗୁପ୍ତ ଏହି ସିଦ୍ଧାନ୍ତକୁ ଆମର ପୃଥିବୀ ଆଗରେ ଉପସ୍ଥାପନ କରିଥିଲେ। ପିଲାମାନେ, ଟିକିଏ ଆମେ ପଳେଇ ଆସିବା ଆମ ରାଜ୍ୟ ଓଡ଼ିଶାକୁ। ଓଡ଼ିଶାର ପଠାଣି ସାମନ୍ତ ତାଙ୍କର ରଚିତ ହେଉଛି ଗୋଟିଏ ପୁସ୍ତକ ସିଦ୍ଧାନ୍ତ ଦର୍ପଣ। ଏହା ଜ୍ୟୋତିର୍ବିଜ୍ଞାନର ଏକ ଅମୂଲ୍ୟ ଗ୍ରନ୍ଥ। ଗୋଟିଏ ଫଟୋଚିତ୍ର ଦେଖୁଛ। ଏହି ସିଦ୍ଧାନ୍ତ ଦର୍ପଣ ମାଧ୍ୟମରେ ସେ ଗ୍ରହ ନକ୍ଷତ୍ରମାନଙ୍କର ସଠିକ୍ ଅବସ୍ଥିତିକୁ ମାପ କରିପାରିଥିଲେ। ଠିକ୍ ସେହିଭଳି ଚିକିତ୍ସା ବିଜ୍ଞାନ ବିଷୟରେ ଆମେ ଆଲୋଚନା କରିବା। କିପରି ଚିକିତ୍ସା ବିଜ୍ଞାନ ଆମ ଭାରତରେ ପ୍ରଗତିଶୀଳ ଅବସ୍ଥାରେ ରହିଥିଲା, ଚାଲ ଇତିହାସକୁ ଟିକେ ଅନୁଧ୍ୟାନ କରିବା। ପୂର୍ବରୁ ଭଗବତଙ୍କର ଲିଖିତ ଅଷ୍ଟାଙ୍ଗ ସଂଗ୍ରହ ରୋଗର ନିଦାନ ପାଇଁ ଏକ ଉପାଦେୟ ପୁସ୍ତକ। ଅଷ୍ଟାଙ୍ଗ ସଂଗ୍ରହକୁ ତୁମେ ଯଦି ଅନୁଧ୍ୟାନ କରିବ, ବିଭିନ୍ନ ରୋଗର ନିଦାନ କିପରି କରାଯାଇପାରିବ ସେ ବିଷୟରେ ଏହି ପୁସ୍ତକରେ ଲେଖାଯାଇଥିଲା। ଆମର ଯେଉଁ 4 ଗୋଟି ବେଦ ଅଛି, ଋକ୍, ସାମ, ଯଜୁର, ଅଥର୍ବ ବେଦ। ଅଥର୍ବ ବେଦକୁ ତୁମେ ଯଦି ଲକ୍ଷ୍ୟ କରିବ, ଏହି ଅଥର୍ବ ବେଦରେ ଭାରତର ଚିକିତ୍ସା ବିଜ୍ଞାନ ସମ୍ପର୍କରେ ବିଭିନ୍ନ ତଥ୍ୟ ଆମେ ପାଇବା। ବେଦରେ ଯେଉଁ ବ୍ୟବହୃତ ହୋଇଛି ଭେଷଜ, ମାନସିକ ଚାପ ଦ୍ୱାରା ବିଭିନ୍ନ ରୋଗର ଉପଶମ ପାଇଁ ଉଦ୍ଦିଷ୍ଟ କବଚକୁ ବୁଝାଉଥିଲା। ପିଲାମାନେ, ସେ ସମୟରେ ଧନ୍ୱନ୍ତରୀଙ୍କୁ ଐଶ୍ୱରିକ ଶକ୍ତି ଭାବରେ ମାନୁଥିଲେ ଏବଂ ଏହି ଅଥର୍ବ ବେଦରୁ ରୋଗର ନିରାକରଣ ମଧ୍ୟ ଆମ ଭାରତୀୟମାନେ ଜାଣିଥିଲେ। ଯଦି ଆମେ ଗୁପ୍ତ ଯୁଗର ଇତିହାସକୁ ଦେଖିବା, ଏହି ଗୁପ୍ତ ଯୁଗରେ ପାଳକପ୍ୟ ସେ ଲେଖିଥିଲେ ହସ୍ତାୟୁର୍ବେଦ। ପାଳକପ୍ୟ ରଚନା କରିଥିଲେ ହସ୍ତାୟୁର୍ବେଦ। ସେଥିରେ ପଶୁ ବିଜ୍ଞାନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଅର୍ଥାତ୍ ଆମ ଭାରତୀୟମାନଙ୍କୁ ପଶୁମାନଙ୍କର, ପକ୍ଷୀମାନଙ୍କର ଯେଉଁ ବିଭିନ୍ନ ରୋଗ ହୁଏ, ତାହାର କିପରି ଚିକିତ୍ସା କରାଯାଇପାରିବ ସେ ବିଷୟରେ ପୂର୍ବରୁ ଭାରତୀୟଙ୍କର ଜ୍ଞାନ ଥିଲା। ପିଲାମାନେ, ବେଦରେ ତରଳ ଝାଡ଼ା ବା ଅଜୀର୍ଣ୍ଣ ଝାଡ଼ା, ଜ୍ୱର, ଯକ୍ଷ୍ମା, ଆବୁ ବା ଅସ୍ୱାଭାବିକ ଫୁଲା, ବଥ, ଫୋଟକା, କୁଷ୍ଠ ବା ଅନ୍ୟାନ୍ୟ ଚର୍ମରୋଗ ବା ଜନ୍ମଗତ ରୋଗଗୁଡ଼ିକ ବିଷୟରେ ଉଲ୍ଲେଖ ରହିଥିଲା ଏବଂ ଏହାର ନିରାକରଣ କିପରି ହୋଇପାରିବ ସେ ବିଷୟରେ ଆମର ଭାରତୀୟମାନଙ୍କୁ ଜଣାଥିଲା। ଭାରତୀୟମାନେ ଧନ୍ୱନ୍ତରୀଙ୍କୁ ଐଶ୍ୱରିକ ଶକ୍ତି ଭାବେ ମାନୁଥିଲେ। ଧନ୍ୱନ୍ତରୀଙ୍କୁ ଚିକିତ୍ସା ଦେବତା ବୋଲି ମନେ କରୁଥିଲେ। ତୁମ ସମ୍ମୁଖରେ ଧନ୍ୱନ୍ତରୀଙ୍କର ଗୋଟିଏ ଫଟୋଚିତ୍ର ଅଛି। ଏଥିରୁ ଆମେ ଅନୁମାନ କରିପାରିବା ବହୁ ପୁରାତନ ସମୟରୁ ଭାରତୀୟମାନେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯଥେଷ୍ଟ ପାରଦର୍ଶିତା ଅର୍ଜନ କରିଥିଲେ। ପିଲାମାନେ, ଯଦି ଆମେ କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରକୁ ଦେଖିବା, ସେହି ଅର୍ଥଶାସ୍ତ୍ରରେ କେତେକ ରୋଗ, ତା'ର ଲକ୍ଷଣ ଏବଂ ନିରାକରଣ କିପରି କରାଯାଇପାରିବ ସେ ବିଷୟରେ ଉଲ୍ଲେଖ ମଧ୍ୟ କରାଯାଇଛି। କନିଷ୍କଙ୍କର ଦରବାରକୁ ଟିକେ ଆମେ ଫେରିଯିବା। କନିଷ୍କଙ୍କ ଦରବାରରେ ଥିଲେ ଚରକ। ତୁମେ ନିଶ୍ଚିନ୍ତ ତାଙ୍କ ନାଁ ଶୁଣିଛ। ସେହି ଚରକ ଲେଖିଥିଲେ ଚରକ ସଂହିତା। ଏବଂ ଆଉ ଜଣେ ଚିକିତ୍ସା ବିଜ୍ଞାନୀ ଥିଲେ ସୁଶ୍ରୁତ। ସେ ଲେଖିଥିଲେ ସୁଶ୍ରୁତ ସଂହିତା।
ଭାରତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ହେଉଛି ମୂଲ୍ୟବାନ ଗ୍ରନ୍ଥ। ଏହି ଚରକ କାମଳ ରୋଗର ନିଦାନ ଆଉ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଛନ୍ତି। ଚରକଙ୍କର ଆୟୁର୍ବେଦ ଠାରୁ ଭିନ୍ନ ଶଲ୍ୟ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ପାଇଁ ସୁଶ୍ରୁତଙ୍କୁ କୃତିତ୍ୱ ଦିଆଯାଇଥାଏ। ତୁମ ସମ୍ମୁଖରେ ଫଟୋଚିତ୍ର ଅଛି। ସୁଶ୍ରୁତ ଫାଦର ଅଫ୍ ସର୍ଜରୀ ଏବଂ ଚରକଙ୍କର ଗୋଟିଏ ଫଟୋଚିତ୍ର। ପିଲାମାନେ, ଅଥର୍ବବେଦ ଉପନିଷଦରେ ଯୋଗ ବିଷୟରେ ଉଲ୍ଲେଖ କରାଯାଇଥିଲେ ମଧ୍ୟ ଏହି ମୌଳିକ ନିୟମ ଆଉ ପ୍ରୟୋଗ ପ୍ରଥମେ ଯୋଗସୂତ୍ରର ରଚୟିତା ପତଞ୍ଜଳି ପ୍ରଥମେ ଉପସ୍ଥାପନା କରିଥିଲେ। ଯୋଗ ଅଭ୍ୟାସ ଦ୍ୱାରା ଶରୀର ଆଉ ମନକୁ ନିୟନ୍ତ୍ରଣ କରିବାର ପଦ୍ଧତିର ବ୍ୟାଖ୍ୟା ପତଞ୍ଜଳି ତାଙ୍କ ଯୋଗସୂତ୍ରରେ ବର୍ଣ୍ଣନା କରିଥିଲେ। ଯଦି ତାଙ୍କୁ ଯୋଗ ପଦ୍ଧତିର ସ୍ରଷ୍ଟା ଭାବେ ଆମେ ଗଣୁଛେ, କାହାକୁ ଗଣନା କରୁଛେ? ପତଞ୍ଜଳିକୁ। ପିଲାମାନେ, ତୁମେ ଦେଖୁଛ ଅଥର୍ବବେଦର ଏକ ଫଟୋଚିତ୍ର। ଏହି ଅଥର୍ବବେଦ ଆମ ଭାରତର ସବୁଠାରୁ ପୁରୁଣା ଚିକିତ୍ସା ଶାସ୍ତ୍ର। ସରିଗଲା ନା କ'ଣ? ଏବେ ଆଲୋଚନା କରିବା ପଦାର୍ଥ ବିଜ୍ଞାନ ବିଷୟରେ। କିପରି ଭାରତରେ ପଦାର୍ଥ ବିଜ୍ଞାନ ବିକାଶ ଲାଭ କରିଥିଲା। ବୈଦିକ ଯୁଗକୁ ଯଦି ଦେଖିବା, ବଳଦ ଟଣା ଗାଡ଼ି, ଯୁଦ୍ଧ ଓ କ୍ରୀଡ଼ା ପାଇଁ ଘୋଡ଼ା ଟଣାର ରଥର ବ୍ୟବହାର ହେଉଥିଲା। ସେ ସମୟରେ ଚକ, ଟାଣିବା ଶକ୍ତି ଆଉ ଗତିର ନିୟମ ବିଷୟରେ ଜ୍ଞାନ ଥିବାର ଆମେ ସୂଚନା ପାଉଛେ। ନଦୀ ଆଉ ସମୁଦ୍ରରେ ଡଙ୍ଗା ଓ ଜାହାଜ ବ୍ୟବହାରରୁ ସେ ସମୟରେ ଭାସମାନତାର ନିୟମ ବିଷୟରେ ସେମାନଙ୍କୁ ଧାରଣା ଥିବାର ଆମେ ଜାଣିପାରୁଛେ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରକୁ ଯଦି ଦେଖିବା, ସେହି ଅର୍ଥଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ କ୍ଷେପଣାସ୍ତ୍ର ଆଉ ଦହନଶୀଳ ବସ୍ତୁର ପ୍ରସ୍ତୁତି ମୌର୍ଯ୍ୟ ଯୁଗରେ ପଦାର୍ଥ ବିଜ୍ଞାନର ପାରଦର୍ଶିତା ସମ୍ପର୍କରେ ସୂଚନା ଦେଇଥାଏ। ଆମର ଋଷି କଣାଦ ତାଙ୍କ ଦ୍ୱାରା ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ପରମାଣୁ ତତ୍ତ୍ୱର ପ୍ରତିପାଦିତ ହୋଇଥିଲା। ଜୈନ ଓ ବୌଦ୍ଧ ସୃଷ୍ଟି ବିଜ୍ଞାନରେ ଏବଂ ଗୁପ୍ତ ଯୁଗରେ ମଧ୍ୟ ପଦାର୍ଥ ବିଜ୍ଞାନୀମାନେ ପରମାଣୁ ତତ୍ତ୍ୱର ପ୍ରତିପାଦିତ କରିଥିଲେ। କିନ୍ତୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଋଷି କଣାଦ ସର୍ବଶ୍ରେଷ୍ଠ। ଆମ ଭାରତରେ ମଧ୍ୟ ରସାୟନ ବିଜ୍ଞାନର ପ୍ରସାର ପ୍ରଚାର ହୋଇଥିଲା। ଏହି ସିନ୍ଧୁ ସଭ୍ୟତାରେ ଆମେ ଯଦି ଦେଖିବା, ସେ ସମୟର ଅଧିବାସୀମାନେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ସବୁ ବ୍ୟବହାର କରୁଥିଲେ। ମୃତ ଶରୀରରୁ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସେମାନେ ସେଗୁଡ଼ିକ ଯଥାଶୀଘ୍ର ପୋଡ଼ି ଦେଉଥିଲେ ବା ପୋତି ଦେଉଥିଲେ। ଯଦି ଆମେ ମୌର୍ଯ୍ୟ ଯୁଗର ଇତିହାସକୁ ଦେଖିବା, ତେଲ ଲୁଣ ପଦ୍ଧତିରେ କିପରି ବିଭିନ୍ନ ଜିନିଷକୁ ତେଲ ଆଉ ଲୁଣର ସାହାଯ୍ୟ ନେଇ ଗୋଟିଏ ଜିନିଷକୁ କିପରି ବହୁତ ଦିନ ସେମାନେ ସଂରକ୍ଷଣ କରି ରଖିପାରୁଥିଲେ, କିପରି ଅପମିଶ୍ରଣକୁ ରାସାୟନିକ ପଦ୍ଧତିରେ ଖୋଜି ବାହାର କରାଯାଇପାରିଥିଲା। ଔଷଧ ଉଦ୍ଦେଶ୍ୟରେ ଧାତବ ପ୍ରସ୍ତୁତିକରଣ, ବରାହମିହିରଙ୍କ ଦ୍ୱାରା ପାରଦ ଲୁହାର ବ୍ୟବହାର ସମ୍ପର୍କରେ ଯେଉଁ ସୂଚନା ଆମର ରସାୟନ ବିଜ୍ଞାନ କ୍ଷେତ୍ରରେ ଆମେ ସଫଳତା ପାଇଥିଲେ ବୋଲି ଜାଣିପାରୁଛେ। କିନ୍ତୁ ନାଗାର୍ଜୁନଙ୍କ ଦ୍ୱାରା ବିଶୋଧନ ଏବଂ ଜୀବାଣୁମୁକ୍ତ କରିବାର ପଦ୍ଧତି ଆବିଷ୍କୃତ ହୋଇଥିଲା। ଯେଉଁ ଜୀବାଣୁମାନଙ୍କୁ ମାରିବା, ଏହାର କୌଶଳ ପ୍ରଥମେ ନାଗାର୍ଜୁନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ଠିକ୍ ସେହିଭଳି ପିଲାମାନେ, ଧାତୁ ବିଜ୍ଞାନ କ୍ଷେତ୍ରରେ ଆମେ ଯଦି ଆମର ଇତିହାସକୁ ଦେଖିବା, ତାହେଲେ ସିନ୍ଧୁ ସଭ୍ୟତାର ଯେଉଁ ତୁମେ ଦେଖୁଛ ବ୍ରୋଞ୍ଜ, ସୁନା, ବିଭିନ୍ନ ପ୍ରକାର କାରୁକାର୍ଯ୍ୟ, ବାସନକୁସନ, ଅଳଙ୍କାର, ସେସବୁ ଲୋକମାନେ ତିଆରି କରୁଥିଲେ। ଏହା ଧାତୁ ବିଜ୍ଞାନ କ୍ଷେତ୍ରରେ ଆମର ଜ୍ଞାନକୁ ଦର୍ଶାଉଛି। ଖ୍ରୀଷ୍ଟପୂର୍ବ 4ଥ ଶତାବ୍ଦୀରୁ ଭାରତୀୟମାନେ ଦସ୍ତାର ବ୍ୟବହାର ସମ୍ପର୍କରେ ଜାଣିଥିଲେ। ଖ୍ରୀଷ୍ଟାବ୍ଦ 415ରେ ନିର୍ମାଣ କରାଯାଇଥିଲା। ଦୀର୍ଘ 1600 ବର୍ଷ ଧରି ଝଡ଼, ବର୍ଷା, ଖରା ସତ୍ତ୍ୱେ କଳଙ୍କି ଲାଗିନାହିଁ ଦିଲ୍ଲୀର ମେହେରୌଲି ଠାରେ ଯେଉଁ ରହିଛି ଲୌହସ୍ତମ୍ଭ। ଏହି ଲୌହସ୍ତମ୍ଭ ଗୁପ୍ତ ଯୁଗରେ ଭାରତୀୟ ଶିଳ୍ପୀ ତଥା ଧାତୁ ବିଜ୍ଞାନୀମାନଙ୍କର ପ୍ରତିଭାର ଅତି ଆକର୍ଷଣୀୟ ଉଦାହରଣ ଅଛି। ତୁମ ସମ୍ମୁଖରେ ଅଛି ମେହେରୌଲି ଲୌହସ୍ତମ୍ଭର ଗୋଟିଏ ଫଟୋଚିତ୍ର, ଯାହାକି ଏପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ଅଛି। ସେହି ଲୌହସ୍ତମ୍ଭରେ କଳଙ୍କି ମଧ୍ୟ ଲାଗିନାହିଁ। ପିଲାମାନେ, ଠିକ୍ ସେହିଭଳି ବୈଷୟିକ ବିଦ୍ୟା କ୍ଷେତ୍ରରେ ଆମ ଭାରତୀୟମାନେ ପାରଦର୍ଶିତା ଅର୍ଜନ କରିଥିଲେ। ଟିକେ ଆଲୋଚନା କରିବା। ସିନ୍ଧୁ ସଭ୍ୟତା ସମୟରେ ଯେଉଁ ଶସ୍ୟାଗାର, ସ୍ନାନାଗାର, ନାଳ ନର୍ଦ୍ଦମା, ଧାତୁ ନିର୍ମିତ ମୂର୍ତ୍ତି ଆମେ ଯେଉଁ ଦେଖୁଛେ, ମାଟିର କଣ୍ଢେଇ, ପଥର ସିଲ୍, ବହୁ ବର୍ଷ ଧରି ମାଟି ତଳେ ପୋତି ହୋଇଥିଲେ ମଧ୍ୟ ସେଗୁଡ଼ିକ ଚିହ୍ନିତ ହୋଇପାରିବା ଭାରତୀୟ ବୈଷୟିକ ବିଦ୍ୟାର ପାରଙ୍ଗମକୁ ସୂଚାଉଛି।
आमर जो अच्छी मंदिर मस्जिद गिरजा लवस्तंभ विभिन्न स्वर्ण रौप्य मुद्रा बहु वर्ष पाणीपाग को प्रतिरोध करी सुरक्षित रहुथिबारु भारतीय मानकर वैषयिक विद्यारे भारतीय माने नैपुण्य थिले बोली आमे जानी पारुछे। आमे एते सब आलोचना कले भारत रे जनबसति आरंभ हेबा बेल ठारू सभ्यता और संस्कृतिर प्रत्येक क्षेत्र रे प्रत्यक्ष बा परोक्ष रे सचेतन मनरे बा अचेतन मनरे बा अवचेतन मनरे भारतीयंकर द्वारा ज्ञानर परिप्रकाश होईछि। एही मौलिक ज्ञान क्रमे मार्जित और परिपक्व होई एक उन्नत सभ्यता और संस्कृतिर ऐतिह्य सृष्टि करिछि। जदिओ किछि बाह्य प्रभाव आमर भारतीय संस्कृति उपरे पड़िछि किंतु एही प्रभाव को उदारता सहित आम भारतीय संस्कृति ग्रहण करथिले सुद्धा श्रृंखलित भाव में निजर मौलिक उपादान सहित मिश्रण करी भारतर तार मौलिकता को बजाय रखि पारिछि। एहा ही भारतर वैशिष्ट्य। पिला माने आज आमे ही अध्याय रे आमे भारतर साहित्य तापरे ज्योतिर्विज्ञान तार चिकित्सा विज्ञान पदार्थ विज्ञान रसायन विज्ञान धातु विज्ञान वैषयिक विद्या इत्यादि विषय संपूर्ण भावे आलोचना कर सारी। आज यही अध्याय आमे भारतर ऐतिह्य को संपूर्ण भावे आलोचना कर सारी। तुमे माने यही अध्याय को मन भरी देखुथिबारु शुणुथिबारु तुम समस्त को धन्यवाद।